ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଗୁସିରିଆ ଗ୍ରାମର ଜଟିଆ ବିନ୍ଧାଣୀଙ୍କର ଦୁଇ ପୁଅ ଗତ ଜୁଲାଇ 1 ତାରିଖ ମଙ୍ଗଳବାର ରାତିରୁ ନିଖୋଜ ହୋଇଯାଇଥିବାର ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ଜଟିଆ ବିନ୍ଧାଣୀ ନିଜର ଦୁଇ ପୁଅ ବଡ଼ ପୁଅ ଆକାଶ ବିନ୍ଧାଣୀ ଓ ସାନ ପୁଅ ବାଦଲ ବିନ୍ଧାଣୀଙ୍କୁ ନେଇ ଶାରଦା ଗ୍ରାମରେ ଥିବା ଭେଣେଇ ଘରକୁ ମଙ୍ଗଳବାର ରାତି 9ଟା ବେଳେ ଚତୁର୍ଥୀ ଭୋଜି ଖାଇବା ପାଇଁ ଯାଇଥିଲେ। ଖାଇସାରି ଭଉଣୀ ଭେଣେଇଙ୍କ ସହିତ କଥାବାର୍ତ୍ତା ସାରି ପୁଅମାନଙ୍କୁ ଖୋଜାଖୋଜି କରିବା ବେଳକୁ ଦୁଇ ପୁଅଙ୍କର କୌଣସି ପତ୍ତା ମିଳୁନଥିବା ଜଟିଆ ବିନ୍ଧାଣୀ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବଡ଼ ପୁଅ ଆକାଶର ବୟସ 13 ବର୍ଷ, ଉଚ୍ଚତା 4.5 ଫୁଟ, ଦେହର ରଙ୍ଗ ଶ୍ୟାମଳ ବର୍ଣ୍ଣ। ସେ ଓଡ଼ିଆ ଓ ବିନ୍ଧାଣୀ ଭାଷାରେ କଥାବାର୍ତ୍ତା କରିପାରନ୍ତି। ସାନ ପୁଅ ବାଦଲର ବୟସ 10 ବର୍ଷ, ଉଚ୍ଚତା 3.5 ଫୁଟ, ଦେହର ରଙ୍ଗ ଶ୍ୟାମଳ ବର୍ଣ୍ଣ। ସେ ଓଡ଼ିଆ ଓ ବିନ୍ଧାଣୀ ଭାଷାରେ କଥାବାର୍ତ୍ତା କରିପାରନ୍ତି। ଘରୁ ଭୋଜି ଖାଇବା ପାଇଁ ଗଲାବେଳେ ବଡ଼ ପୁଅ ମାଟିଆ ରଙ୍ଗର ଫୁଲ ହାତବାଲା ବେନିୟନ ଓ ଫୁଲ ଜିନ୍ସ ପ୍ୟାଣ୍ଟ ପିନ୍ଧିଥିବା ବେଳେ ସାନ ପୁଅ ବାଦାମୀ ରଙ୍ଗର ଫୁଲ ହାତବାଲା ବେନିୟନ ଓ କଳା ରଙ୍ଗର ଫୁଲ ପ୍ୟାଣ୍ଟ ପିନ୍ଧିଥିଲେ। ତେବେ ନାବାଳକ ଦୁଇ ଜଣଙ୍କୁ କେହି ଅପହରଣ କରିନେଇଥିବା ନାବାଳକଙ୍କ ବାପା ଜଟିଆ ବିନ୍ଧାଣୀ ବୈଶିଙ୍ଗା ଥାନାରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଏବଂ ଅତି ଶୀଘ୍ର ଦୁଇ ପୁଅଙ୍କୁ ସନ୍ଧାନ କରି ଖୋଜି ଆଣିବା ପାଇଁ ଗୁହାରି କରିଛନ୍ତି। ଯଦି କେହି ସହୃଦୟ ବ୍ୟକ୍ତି ଦୁଇ ନାବାଳକଙ୍କ ସନ୍ଧାନ ପାଆନ୍ତି ତେବେ 9348185536 ମୋବାଇଲ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାରୁ ଗତିକୃଷ୍ଣ ମହାନ୍ତଙ୍କ ରିପୋର୍ଟ, ଓଡ଼ିଶା ସଂକେତ ଟିଭି।